मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ଭାଇ ଭଉଣୀମାନେ, ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ସ୍ୱର୍ଗର ପରମେଶ୍ୱର ପ୍ରତି ସମୟରେ ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଅଛନ୍ତି। ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ସେ ସୁଶିକ୍ଷିତ କରୁଅଛନ୍ତି। ସେଥିପାଇଁ ତାହାଙ୍କ ନାମର ପ୍ରଶଂସା ହେଉ। ସବୁଦିନ ଭଳି ଆଜି ମଧ୍ୟ ମୁଁ ଆପଣମାନଙ୍କ ନିକଟରେ ଆଉ ଗୋଟିଏ ଛୋଟ ପ୍ରସଙ୍ଗ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଳ୍ପ ସମୟ ରଖିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗଟି ଆପଣମାନଙ୍କ ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପରମେଶ୍ୱର ମଣ୍ଡଳୀକୁ ପୃଥିବୀରେ କାହିଁକି ରଖିଅଛନ୍ତି। ସ୍ୱର୍ଗର ପରମେଶ୍ୱର ତାହାଙ୍କର ପୁତ୍ରଙ୍କର ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କର ଆଗମନ ପୂର୍ବେ ମଣ୍ଡଳୀକୁ କାହିଁକି ଏହି ପୃଥିବୀରେ ସେ ରଖିଅଛନ୍ତି। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରେ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀମାନେ, ହେଇପାରେ ଆମମାନଙ୍କ ମନରେ ଏହି ପ୍ରକାର ଗୋଟେ ପ୍ରଶ୍ନ ଆସିପାରେ ଯେ ଆଜି ପୃଥିବୀରେ ମଣ୍ଡଳୀ ରହିଛି ଏବଂ ତାହାଙ୍କର ନାମ ସକାଶୁ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ସକାଶୁ ଆଜି ମଣ୍ଡଳୀ ବିଭିନ୍ନ ଅପମାନ, ନିନ୍ଦା, ତାଳନା ଏହି ପ୍ରକାର କି ଅନେକଙ୍କର ଜୀବନ ମଧ୍ୟ ଚାଲି ଯାଉଛି। ଏହିପରି ସମୟରେ ହେଇପାରେ ଆମେ ଭାବୁଥିବୁ ଯେ ମଣ୍ଡଳୀକୁ ପ୍ରଭୁ ପୃଥିବୀରେ କାହିଁକି ରଖିଅଛନ୍ତି। ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଧରାପୃଷ୍ଠକୁ ଆସିଲେ, ସେହି ସମୟରେ ସେ ଯେଉଁମାନଙ୍କୁ ବାଛିଲେ, ମନୋନୀତ କଲେ, ସେମାନଙ୍କୁ ତ ସେ ରପ୍ଚରରେ ନେଇଯାଇଥାନ୍ତେ, ଉଠେଇ ନେଇଯାଇଥାନ୍ତେ। ସେ ମଣ୍ଡଳୀକୁ ପୃଥିବୀରେ କାହିଁକି ରଖିଅଛନ୍ତି, ଏତେ ଦୁଃଖ, ନିନ୍ଦା, ତାଳନା ମଧ୍ୟରେ ସେ କାହିଁକି ରଖିଅଛନ୍ତି, ଏହି ପ୍ରକାର ମନ ମଧ୍ୟରେ ଆମର ପ୍ରଶ୍ନ ଆସିପାରେ। ପ୍ରିୟ ଭାଇ ଭଉଣୀମାନେ, ଏହି ପ୍ରସଙ୍ଗର ଅନେକ କଥା ବାଇବେଲରେ ଲେଖା ହେଇଛି, କିନ୍ତୁ ମୁଁ ଆପଣମାନଙ୍କୁ 2-3ଟି ବିଷୟ କହି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ଆଗମନ ପୂର୍ବେ ମଣ୍ଡଳୀକୁ ପରମେଶ୍ୱର ପୃଥିବୀରେ କାହିଁକି ରଖିଅଛନ୍ତି। ଆପଣମାନେ ଆଉ ମୁଁ ଜାଣୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ଆଜିକୁ 2024 ବର୍ଷ ତଳେ ମାନବ ରୂପ ଧାରଣ କରି ସେ ବେଥଲେହେମ୍ ନଗରରେ ସେ ଜନ୍ମଗ୍ରହଣ କଲେ। ଏହାକୁ ପ୍ରଥମ ଆଗମନ ବୋଲି କୁହାଯାଏ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟ ଏବେ ସେ ମଣ୍ଡଳୀକୁ ନେବା ପାଇଁ ଆସିବେ। ତାହାକୁ ଦ୍ୱିତୀୟ ଆଗମନର ପ୍ରଥମ ଭାଗ ବା ଗୁପ୍ତ ଆଗମନ ବୋଲି ଆମେ କହୁ, ରେପ୍ଚର ବୋଲି କହୁ। ଯେ ସେ ଆସିବା ପୂର୍ବେ ମଣ୍ଡଳୀକୁ ପୃଥିବୀରେ କାହିଁକି ରଖିଅଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ଆସନ୍ତୁ ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରି ଦେଖିବା। ମୋ ସହିତ ଆପଣମାନେ ମାର୍କ ଲିଖିତ ସୁସମାଚାରକୁ ଆସିବେ। ମାର୍କ ଲିଖିତ ସୁସମାଚାର 1 ଅଧ୍ୟାୟ 2 ଆଉ 3 ପଦରେ ଏ ପ୍ରକାର ଲେଖାଯାଏ, ଯିଶାୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖା ଅଛି, ଦେଖ ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବେ। 3 ପଦରେ ଲେଖାଯାଏ, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର। ପ୍ରିୟ ଭାଇ ଭଉଣୀମାନେ, ଯୀଶୁଙ୍କର ଜନ୍ମ ହେବା ପୂର୍ବେ ବାପ୍ତିଜିକ ଯୋହନଙ୍କର ଜନ୍ମ ହେଉଛି। ଯୀଶୁ ସେବା କାର୍ଯ୍ୟ ଆରମ୍ଭ କରିବା ପୂର୍ବେ ବାପ୍ତିଜିକ ଯୋହନ ସେ ସେବା କାର୍ଯ୍ୟ କରୁଅଛନ୍ତି। ଆମେ ଏହି ବିଷୟରେ ଆମେ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଯେଉଁ ସମୟରେ ଇସ୍ହାକଙ୍କର ଜନ୍ମ ହେଉଛି, ଇସ୍ହାକଙ୍କର ଜନ୍ମ ପୂର୍ବରେ ଇସ୍ମାଇଲର ଜନ୍ମ ହେଉଛି। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିବା ପୂର୍ବରୁ, ତାଙ୍କର ସେବା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାପ୍ତିଜିକ ଯୋହନ ପ୍ରଥମରେ ଆସୁଅଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ଇସ୍ହାକଙ୍କୁ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନିଦର୍ଶ ଭାବରେ ଆମେ ଏହି ସ୍ଥାନରେ ଆମେ ବୁଝିପାରିବା ଏବଂ ଇସ୍ମାଇଲକୁ ଆମେ ଗୋଟେ ସାଂସାରିକ ବ୍ୟକ୍ତି ଭାବରେ ସର୍ବଦା ଆମେ ଯାହା ବୁଝୁ ଏବଂ ବାପ୍ତିଜିକ ଯୋହନଙ୍କୁ ବାର୍ତ୍ତାବାହକ ବା ଜଣେ ଆତ୍ମିକ ବିଶ୍ୱାସୀ ଭାବରେ ବୁଝାଯାଏ। ଯେ ବାପ୍ତିଜିକ ଯୋହନ ଯୀଶୁଖ୍ରୀଷ୍ଟଙ୍କ ପୂର୍ବରେ ସେ ଆସୁଛନ୍ତି। କାହିଁକି ଆସୁଛନ୍ତି? ଯେପରି ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିବେ ଆଉ ଆସିବା ପୂର୍ବରୁ ସେ କଣ କରିବେ? ପଥ ପ୍ରସ୍ତୁତ କରିବେ। ଯେଉଁ ସମୟରେ କୌଣସି ସ୍ଥାନରେ ରାଜା କିମ୍ବା ମନ୍ତ୍ରୀ ମାନଙ୍କର ସଭା ହୁଏ, ସଭାରେ ପ୍ରଥମରେ ମନ୍ତ୍ରୀ ଆସନ୍ତି ନାହିଁ, ପ୍ରଥମରେ ତାହାଙ୍କର ପରିଚାରକ ମାନେ ଆସନ୍ତି, ତାହାଙ୍କର ସେହି ବନ୍ଧୁବର୍ଗ ମାନେ ଯେଉଁମାନେ କି ସ୍ଥାନ ପ୍ରସ୍ତୁତ କରନ୍ତି,
ସେହି ସ୍ଥାନକୁ ସଜବାଜ କଲା ପରେ ସେହି ସ୍ଥାନରେ ରାଜା କିମ୍ବା ମନ୍ତ୍ରୀ ଆସନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱର ପୃଥିବୀରେ ମଣ୍ଡଳୀକୁ ଏଥିପାଇଁ ରଖିଛନ୍ତି ଯେପରି ତାହାଙ୍କର ଆଗମନ ପାଇଁ ଅନେକଙ୍କୁ ଆମେ କଣ କରିବା, ପ୍ରସ୍ତୁତ କରିବା। ତାହାଙ୍କର ଆଗମନ ଯେପରି ଶୀଘ୍ର ହେବ, ସେଥିପାଇଁ ତାହାଙ୍କର ପଥକୁ ଆମେ ଯେପରି ଆମେ ପ୍ରସ୍ତୁତ କରିବା, ଏଥିପାଇଁ ପରମେଶ୍ୱର ମଣ୍ଡଳୀକୁ ପୃଥିବୀରେ ରଖିଅଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଯଦି ମାଥ୍ୟୁ ଲିଖିତ ସୁସମାଚାର 24 ଅଧ୍ୟାୟ ଶେଷରେ ପଢିବେ, ଲେଖାଯାଉଛି ଯେ ରାଜ୍ୟର ସୁସମାଚାର ସମଗ୍ର ପୃଥିବୀରେ ଘୋଷଣା କରାଗଲା ପରେ ଯୁଗାନ୍ତ ହେବ। ଏହି ସୁସମାଚାର ଘୋଷଣା କିଏ କରିବ? ଏହା ମଣ୍ଡଳୀର କାମ ଅଟେ। ମଣ୍ଡଳୀକୁ ପରମେଶ୍ୱର ଏଥିପାଇଁ ରଖିଛନ୍ତି ସୁସମାଚାର ପ୍ରଚାର କରିବା ସହିତ ଆମ୍ଭେମାନେ ଯେପରି ଗୋଟିଏ ପଞ୍ଚମ ସୁସମାଚାର ସ୍ୱରୂପେ ଠିଆ ହେବା, ଏଥିପାଇଁ ପରମେଶ୍ୱର ମଣ୍ଡଳୀକୁ ଏହି ପୃଥିବୀ ପୃଷ୍ଠରେ ରଖିଛନ୍ତି। ପ୍ରଭୁଙ୍କ ନାମର ଗୌରବ ହଉ। ଆଜି ଆମେ ବାପ୍ତିସ୍ମିକ ଯୋହନଙ୍କ ପରି ତାହାଙ୍କର ପଥକୁ ପ୍ରସ୍ତୁତ କରୁଛୁ ନା ତାହାଙ୍କର ପଥକୁ ଆମେ ବନ୍ଦ କରୁଛୁ? ଇସ୍ମାଏଲ କେବେ ମଧ୍ୟ ଚାହୁଁନଥିଲା ଯେ ଇସ୍ହାକ ସେ ଜନ୍ମଗ୍ରହଣ ହେଉ, ମୋର ଜଣେ ଭାଇ ହେଉ, ପରିବାରର ସଦସ୍ୟ ହେଉ, ଏହି ପ୍ରକାର ଇସ୍ମାଏଲ କେବେ ମଧ୍ୟ ଭାବୁନଥିଲା। ଯଦି ଆପଣମାନେ ଆଦି ପୁସ୍ତକ 21 ଅଧ୍ୟାୟ 9 ପଦରେ ପଢିବେ, ଇସ୍ହାକ ଆସିବାଟା ଦେଖି ଇସ୍ମାଏଲ କଣ କରୁଛି? ସେ ପରିହାସ କରୁଛି। ଆଜି ଅନେକ ଭାଇ ଭଉଣୀ ମାନେ ଯୀଶୁଖ୍ରୀଷ୍ଟଙ୍କର ଆଗମନକୁ ବିଶ୍ୱାସ କରନ୍ତି ନାହିଁ ଏବଂ ତାହାଙ୍କର ସେବା କାର୍ଯ୍ୟ, ତାହାଙ୍କର ଶିକ୍ଷାକୁ ସେମାନେ ହେୟ ଜ୍ଞାନ କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀକୁ ପରମେଶ୍ୱର ଏଥିପାଇଁ ପୃଥିବୀରେ ରଖି ନାହାନ୍ତି। ମଣ୍ଡଳୀକୁ ପୃଥିବୀରେ ଏଥିପାଇଁ ରଖିଛନ୍ତି ଆମ୍ଭେମାନେ ଯେପରି ତାହାଙ୍କର ଆଗମନ ନିମନ୍ତେ ଅନେକ ଭାଇ ଭଉଣୀ ମାନଙ୍କୁ ଆମେ କଣ କରିବା? ପ୍ରସ୍ତୁତ କରିବା। ପ୍ରସ୍ତୁତ ହେଲା ପରେ ତାହାଙ୍କର ଆଗମନ କଣ ହେବ? ସନ୍ନିକଟ ହେବ, ଯଥାଶୀଘ୍ର ହେବ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଦ୍ୱିତୀୟ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆପଣମାନେ ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟକୁ ଆସିବେ। ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟ ତାର 6 ରୁ 8 ପଦ ମଧ୍ୟରେ ଏ ପ୍ରକାର ଲେଖାଯାଏ, ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ, ତାହାଙ୍କ ନାମ ଯୋହନ। ସେହି ଯୋହନଙ୍କ ଜୀବନୀରୁ ଆମେ ଦେଖିବା, ଯଦ୍ୱାରା ଆମେ ବୁଝିପାରିବା ଯେ ପରମେଶ୍ୱର ମଣ୍ଡଳୀକୁ ପୃଥିବୀରେ କାହିଁକି ରଖିଅଛନ୍ତି। ଲେଖାଯାଏ, ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ, ତାହାଙ୍କ ନାମ ଯୋହନ। 7 ପଦ, ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୂର୍ବରେ ଯୋହନ କାହିଁକି ଯାଉଛନ୍ତି, କାହିଁକି ଆସୁଛନ୍ତି? ତାହାଙ୍କ ପାଇଁ ସେ ସାକ୍ଷୀ ହେବେ, ତାହାଙ୍କ ବିଷୟରେ ସେ ସାକ୍ଷ୍ୟ ଦେବେ। ମଣ୍ଡଳୀକୁ ପରମେଶ୍ୱର ପୃଥିବୀରେ ଏଥିପାଇଁ ରଖିଛନ୍ତି ଆମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ସାକ୍ଷୀ ହେବା। ଯୀଶୁଙ୍କ ଛଡା ଦ୍ୱିତୀୟ ପରମେଶ୍ୱର କେହି ନାହାନ୍ତି। ଯୀଶୁ ସତ୍ୟ ଅଟନ୍ତି। ଯୀଶୁ ଜଗତର ମାନବ ଜାତି ନିମନ୍ତେ ସେ ନିଜ ରକ୍ତକୁ ଛରେଇଛନ୍ତି। ଆଉ ଯୀଶୁ ମେଘମାଳରେ ଆସୁଛନ୍ତି। ଏହି ସାକ୍ଷୀ ହେବା ନିମନ୍ତେ ମଣ୍ଡଳୀକୁ ପରମେଶ୍ୱର ପୃଥିବୀରେ ରଖିଛନ୍ତି। ଯୀଶୁ ମୃତ୍ୟୁ ମାନଙ୍କ ମଧ୍ୟରୁ ଉଠି ଅଛନ୍ତି। ଏହି ପୁନରୁତ୍ଥାନର ସାକ୍ଷୀ ହେବା ପାଇଁ ମଣ୍ଡଳୀକୁ ପରମେଶ୍ୱର ପୃଥିବୀରେ ରଖିଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଯୋହନ ଯେଉଁ ସମୟରେ ସେ ଠିଆ ହେଇଥିଲେ, ତାର ଆର ଦିନ ଯଦି ଆପଣ ସେଇ 1 ଅଧ୍ୟାୟ 29 ପଦ ପଢିବେ, ତହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି। ତାଙ୍କ ବିଷୟରେ ସେ ସାକ୍ଷ୍ୟ ଦେଲେ। ଏହି ସାକ୍ଷ୍ୟକୁ ଶୁଣି ଆନ୍ଦ୍ରିୟ ଏବଂ ତାଙ୍କ ଭାଇ, ଏହି 2 ଜଣ କଣ କଲେ? ଯୀଶୁଙ୍କୁ ବିଶ୍ୱାସ କଲେ, ଯୀଶୁଙ୍କ ପଛରେ ଚାଲିବା ପାଇଁ ଲାଗିଲେ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେପରି ପରମେଶ୍ୱରଙ୍କ ସାକ୍ଷୀ ହେବା, ଏଥିପାଇଁ ସ୍ୱର୍ଗର ପରମେଶ୍ୱର ଏହି ପୃଥିବୀରେ ମଣ୍ଡଳୀକୁ ରଖିଛନ୍ତି। ତାହାଙ୍କ ନାମର ଗୌରବ ହଉ। ଯଦି ଆପଣ ମାନେ ପ୍ରଥମ ପିତର 2 ଅଧ୍ୟାୟ ତାର 12 ପଦରେ ଏ ପ୍ରକାର ଲେଖାଯାଉଛି, ତୁମ୍ଭେ ମାନେ ବିଜାତି ମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପା ଦୃଷ୍ଟି ଦିନରେ ଈଶ୍ୱରଙ୍କ ଗୌରବ କରିବେ। ଈଶ୍ୱରଙ୍କର ଗୌରବ କରିବେ। କେବେ କରିବେ? ଆମେ ଯେବେ ତାହାଙ୍କର ସାକ୍ଷୀ ହେବା। ଆମେ ତାହାଙ୍କର ସାକ୍ଷୀ ହେବା। କେମିତି ସାକ୍ଷୀ ହେବା? କଥାରେ ନୁହେଁ,
ଆଚରଣରେ ଲେଖାଯାଏ, ତୁମ୍ଭେ ମାନେ ବିଜାତି ମାନଙ୍କ ମଧ୍ୟରେ ସଦାଚରଣ କର। ଏଥିପାଇଁ ପରମେଶ୍ୱର ପୃଥିବୀରେ ମଣ୍ଡଳୀକୁ ରଖିଛନ୍ତି। ଆମ୍ଭେ ଯେପରି ଆମର ଜୀବନ ଦ୍ୱାରା, ଆମର ଆଚରଣ, ଆମର କାର୍ଯ୍ୟ, ଆମର କଥାବାର୍ତ୍ତା ଦ୍ୱାରା ଆମେ ଯେପରି ପରମେଶ୍ୱରଙ୍କର ସାକ୍ଷୀ ହେବା, ଏଥିପାଇଁ ମଣ୍ଡଳୀକୁ ପ୍ରଭୁ ଏହି ପୃଥିବୀରେ ରଖିଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନେ କି ପ୍ରକାର ଜୀବନ ବିତାଉଛନ୍ତି? ଆଜି ମଣ୍ଡଳୀରେ ଦେଖିବେ, ଗାଁ ଗହଳିରେ ହେଉ, ସହରାଞ୍ଚଳରେ ହେଉ, ସେମାନେ ମଣ୍ଡଳୀରେ ରହି ମଧ୍ୟ, ଶିକ୍ଷା ପାଇ ମଧ୍ୟ, ବାପ୍ତିସ୍ମ ନେଇ ମଧ୍ୟ, ସବୁ ସମୟରେ ସେମାନେ ବାକ୍ୟ ଶୁଣି ମଧ୍ୟ ସେମାନେ ବିଜାତି ମାନଙ୍କ ମଧ୍ୟରେ ସାକ୍ଷୀ ହେଇପାରନ୍ତି ନାହିଁ। ସେମାନଙ୍କର ଆଚରଣ ଦେଖି, ବ୍ୟବହାରକୁ ଦେଖି ଯେଉଁମାନେ ପରିତ୍ରାଣ ପାଇବା କଥା, ସେମାନେ ମଧ୍ୟ ପଥଭ୍ରଷ୍ଟ ହେଇଯାଆନ୍ତି। ସେମାନେ ମଧ୍ୟ ଯୀଶୁଙ୍କ ନିକଟକୁ ଆସିବା ପାଇଁ ପସନ୍ଦ କରନ୍ତି ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମେ ଏହି ପୃଥିବୀରେ ଯେତେ ଦିନ ରହିବା, ଆମେ ତାହାଙ୍କର ସାକ୍ଷୀ ହେବା। ଏହା ସ୍ୱର୍ଗର ପରମେଶ୍ୱର ଇଚ୍ଛା କରନ୍ତି, ସେ ଚାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଶେଷ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ ଯେ ପରମେଶ୍ୱର ମଣ୍ଡଳୀକୁ ପୃଥିବୀରେ କାହିଁକି ରଖିଅଛନ୍ତି। ଆପଣମାନେ ଦେଖିବେ, ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟ 29 ଆଉ 30 ପଦରେ ପ୍ରକାର ଲେଖାଯାଏ, ଯେ କନ୍ୟା ଗ୍ରହଣ କରନ୍ତି ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ। ଅତଏବ ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି। 30 ପଦରେ ଲେଖାଯାଏ, ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମତେ ହ୍ରାସ ହେବାକୁ ହେବ। ଏଥିପାଇଁ ତାହାଙ୍କର ଆଗମନ ପୂର୍ବେ ପ୍ରଭୁ ମଣ୍ଡଳୀକୁ ପୃଥିବୀ ରଖିଛନ୍ତି, ଯେପରି ମଣ୍ଡଳୀ ଦ୍ୱାରା ସେ ଗୌରବାନ୍ୱିତ ହେବେ। ମଣ୍ଡଳୀ ଦ୍ୱାରା ତାହାଙ୍କର ନାମ ଉଚ୍ଚରେ ରହିବ। ମଣ୍ଡଳୀର ସେବା କାର୍ଯ୍ୟ ଦ୍ୱାରା, ଆମର ଜୀବନ, ଆମର ସ୍ୱଭାବ ଦ୍ୱାରା ପ୍ରଭୁଙ୍କର ଗୌରବ ହେବ, ପ୍ରଭୁଙ୍କର ପ୍ରଶଂସା ହେବ। ପ୍ରିୟ ଭାଇ ଭଉଣୀ ମାନେ, ମଣ୍ଡଳୀକୁ ପରମେଶ୍ୱର ପୃଥିବୀରେ ଏଥିପାଇଁ ରଖି ନାହାନ୍ତି ଯେପରି ନିଜର ନାମ ବଢ଼େଇବା, ନିଜର ଫାଇଦା ପାଇଁ ଆମେ ବଞ୍ଚିବା, ନିଜେ ଆମେ ସମାଜରେ ପ୍ରତିଷ୍ଠିତ ହେବା, ଧନବାନ ହେବା, ଏଥିପାଇଁ ପରମେଶ୍ୱର ମଣ୍ଡଳୀ ପୃଥିବୀରେ ରଖି ନାହାନ୍ତି। ଏଥିପାଇଁ ମଣ୍ଡଳୀକୁ ତାହାଙ୍କର ଆଗମନ ପୂର୍ବେ ଏଥିପାଇଁ ସେ ରଖିଛନ୍ତି, ଯେପରି ଆମ ଜୀବନ ଦ୍ୱାରା ଆମେ ତାଙ୍କର ନାମକୁ ଆମେ ଉଚ୍ଚରେ ରଖିବା। ସବୁଠାରୁ ପ୍ରଥମରେ, ସବୁଠାରୁ ଉଚ୍ଚରେ ଆମର ପରମେଶ୍ୱରଙ୍କୁ ରଖିବା, ଆମର ପରମେଶ୍ୱରଙ୍କ ବାକ୍ୟକୁ ରଖିବା। ଏଥିପାଇଁ ସେ ଏହି ପୃଥିବୀରେ ମଣ୍ଡଳୀକୁ ରଖିଛନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମେ ଯେପରି ତାହାଙ୍କର ଆଗମନ ପାଇଁ ପଥ ପ୍ରସ୍ତୁତ କରିବା, ଆମେ ଯେପରି ପୃଥିବୀରେ ରହି ଆମେ ତାହାଙ୍କର ସାକ୍ଷୀ ହେବା, ଏବଂ ଆମ ଜୀବନ ଦ୍ୱାରା, ଆମ ସେବା କାର୍ଯ୍ୟ ଦ୍ୱାରା, ଆମର ପରିବାର ସବୁ ବିଷୟ ଦ୍ୱାରା ଆମେ କଣ କରିବା? ତାହାଙ୍କର ନାମକୁ ଆମେ ବଢେଇବା, ତାଙ୍କର ନାମକୁ ବୃଦ୍ଧି କରିବା, ତାହାଙ୍କର ନାମକୁ ଆମେ ଉଚ୍ଚରେ ରଖିବା। ପ୍ରଭୁ ଏହି ବାକ୍ୟଟି ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।